ବଣ ଜଙ୍ଗଲ ମଧ୍ୟରେ ଶୋଭା ପାଉଛି ଅନନ୍ତେଶ୍ୱର ମନ୍ଦିର। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପବିତ୍ର ସ୍ଥାନ, ସବୁଜ ବନଲତା ଗହଳର ମନଲୋଭା ପରିବେଶ ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ଠିକ୍ ସେମିତି ଏକ କେନ୍ଦୁଝରରୁ ଖୁବ୍ ଅଳ୍ପ ଦୂର ମଧ୍ୟରେ ଡିମ୍ବ ଗ୍ରାମ ପଞ୍ଚାୟତର ବଣ ଜଙ୍ଗଲ ଘେରା ଭାଲୁଘରରେ ଶୋଭା ପାଉଛି ଶ୍ରୀ ଶ୍ରୀ ଅନନ୍ତେଶ୍ୱର ମନ୍ଦିର, ଯାହାକି ସେହି ଅଞ୍ଚଳ ପାଇଁ ଏକ ପ୍ରମୁଖ ମନ୍ଦିର। ଜଙ୍ଗଲ ମଧ୍ୟରେ ଏକ ପଥର ଚଟାଣ ଉପରେ ନିର୍ମିତ ହୋଇଥିବା ଅନନ୍ତେଶ୍ୱର ମନ୍ଦିରରେ ଦୈନିକ ରୀତିନୀତି ଅନୁସାରେ ପୂଜା କାର୍ଯ୍ୟ ଚାଲୁଅଛି। ସେହି ମନ୍ଦିର ଉପରେ ଆଖପାଖ ଲୋକଙ୍କ ଭରସା ଥିବାରୁ ପୂଜା କରିବା ପାଇଁ ଶ୍ରଦ୍ଧାଳୁ ପ୍ରତିଦିନ ଆସିଥାନ୍ତି। ପବିତ୍ର ଏବଂ ଶାନ୍ତ ପରିବେଶ ମଧ୍ୟରେ ରହିଥିବା ଏହି ମନ୍ଦିର ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରୁଥିବା ବେଳେ ଶ୍ରଦ୍ଧାଳୁମାନେ ଆପେ ଆପେ ଚାଲି ଆସିଥାନ୍ତି ପ୍ରଭୁ ଅନନ୍ତେଶ୍ୱରଙ୍କୁ ଦର୍ଶନ କରିବା ପାଇଁ। କେବଳ ଏହି ମନ୍ଦିର ପାଇଁ ଯେ ଏହି ସ୍ଥାନ ପ୍ରସିଦ୍ଧ ତାହା ନୁହଁ, ଏହି ସ୍ଥାନରେ ରହିଛି ଏକ ସତ୍ୟ ସନାତନ ଧର୍ମର ମଠଟିଏ, ଯାହାକି ଭାଲୁଘର ମଠ ନାମରେ ପରିଚିତ। ଏହି ସ୍ଥାନ ଏକ ନିରୋଳା ଆଉ ପର୍ଯ୍ୟଟନର ଝଲକ ରହିଥିବା ବେଳେ ପର୍ଯ୍ୟଟନ ଋତୁ ଆସିଲେ ଏଠାକୁ ଅନେକ ପର୍ଯ୍ୟଟକଙ୍କ ଗହଳି ଲାଗିଥାଏ। ବିସ୍ତୃତ ଅଞ୍ଚଳ ରହିଥିବାରୁ ଭୋଜି ଭାତର ଆସର ମଧ୍ୟ ଜମିଥାଏ। ତା ସହିତ ଅନେକ ସଭା ସମିତି ମଧ୍ୟ ହେଉଥିବାର ନଜରକୁ ଆସିଛି। କିନ୍ତୁ ଦୁଃଖର ବିଷୟ ଯେ ଏହା ଏକ ପର୍ଯ୍ୟଟନସ୍ଥଳୀ ହୋଇଥିଲେ ମଧ୍ୟ ଏଠାରେ ପର୍ଯ୍ୟଟକଙ୍କ ବିଶ୍ରାମ ସ୍ଥଳୀଟିଏ ନାହିଁ। ଏଠାରେ ଅନନ୍ତେଶ୍ୱର ମନ୍ଦିର ସହିତ ଏକ ପୁରାତନ ସତ୍ୟ ସନାତନ ଧର୍ମର ଆଧ୍ୟାତ୍ମିକ ମଠ ଥିଲେ ମଧ୍ୟ ପ୍ରଶାସନର ଆଖିଦୃଷ୍ଟିଆ ଦୃଷ୍ଟି ପଡ଼ିପାରୁନାହିଁ। ଖୁବ୍ ଶୀଘ୍ର ଏଠାରେ ଏକ ବିଶ୍ରାମ ଗୃହ ସହିତ ଉନ୍ନତିକରଣ କରି ଏକ ପର୍ଯ୍ୟଟନସ୍ଥଳୀର ଆବଶ୍ୟକତା ପୂରଣ କରିବା ଆଶାରେ ପ୍ରଶାସନକୁ ଜନସାଧାରଣ ନିବେଦନ କରୁଛନ୍ତି। କେନ୍ଦୁଝରରୁ ବାସୁଦେବ ସିଂଙ୍କ ସହିତ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।